ये देखंतु मु रास्तारू तळे तरबुज पकेଇଛି। ଏଇ ତରଭୁଜ ଗୁଡାକ ମୁଁ କିଣି ଆଣିକି ବିକ୍ରି କରୁଛି। କିନ୍ତୁ ଏମିତି ଜଣେ ଭାଇ ଆସିଲେ ଯିଏ କି ସିଏ ନିଜେ ଓନର। ସିଏ ପାରି ଯାଇଥିଲେ ବ୍ୟାକ୍ କରି ଆଣୁଥିଲେ, ଆଣି ଡାଇରେକ୍ଟ ମୋ ତରଭୁଜ ଉପରେ ଚପେଇ ଦେଲେ। ତ ମୁଁ ସେତେବେଳେ ଗଣି ନଥିଲି, ମତେ ଲାଗିଲା ହଁ ଦିଟା ହିଁ ଚପେଇଥିବେ, କିନ୍ତୁ ଏକ୍ସଟ୍ରା ଚପେଇଥିଲେ। ଆଉ କିଛି ଫଟେଇ ଦେଇଥିଲେ, ମୁଁ ଫଟେଇବା ଗୁଡାକ ନେଇଗଲେ। ଆଉ ଦିଟା ଯୋଉ ଏଇଠି ଚାପୁ ଚପେଇଛନ୍ତି ତାର ପଇସା ଦେଇଛନ୍ତି, ଆଉ ଅଲଗାର ପଇସା ଦେଲେନି। ମୁଁ ଜାଣିନଥିଲି ସେତେବେଳେ କେତେ ମୋର ନୁକସାନ ହେଇଛି। ତ ବହୁତ ନୁକସାନ ହେଇଗଲା। ଆଉ ଯୋଉ ଭାଇ ମାନେ ବି ଏମିତି ରାସ୍ତା କଡରେ ବିକ୍ରି କରୁଛନ୍ତି ତାଙ୍କୁ କହିବା ପାଇଁ ଚାହିଁବି, ତ ଟିକେ ତଳେ ବିକ୍ରି କରିବେ। ମୁଁ ଏଇଠି ଛିଡା ହେଇଥିଲି ସାଇଡରେ ସାଇଡରେ ଛିଡା ହେଇଥିଲି, କିନ୍ତୁ ମୁଁ ଦେଖିନି ମତେ ଆଉ ଟିକେ ହେଲେ ଚପେଇ ଦେଇଥାନ୍ତେ। ସେତିକି ସ୍ପିଡରେ ବ୍ୟାକ୍ କରି ଆଣିଥିଲେ। ଆଉ ତ ହାଇ ଫ୍ରେଣ୍ଡସ୍, ମୁଁ ଉମାକାନ୍ତ ମହାନ୍ତ, ଜଲି ଉମାକାନ୍ତ ବ୍ଲଗ୍ସର ଆଉ ଏକ ବ୍ଲଗରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ସେମିତି ମୁଁ ତରଭୁଜ ଲଗେଇଥିଲି, ତ ତରଭୁଜ ଲଗେଇଲା ପରେ ମତେ ଲାଗିଲା ଫାଙ୍କା ଅଛି, ଆଉ ତରଭୁଜ ଆଣି ଚାଷୀଙ୍କ ପାଖରୁ ବିକ୍ରି କରିବି। ସେଇ କଥାରେ ମୁଁ ଆଣି ବିକ୍ରି କରୁଥିଲି, କିନ୍ତୁ ଏମିତି ଅଘଟଣ ହବ ବୋଲି ମୁଁ ନିଜେ ଜାଣିନଥିଲି। ପାଖାପାଖି 3-4 ଦିନ ବିକ୍ରି ହେଲାଣି, ସେତେବେଳେ କେବେ ବି ଏମିତି ଅଘଟଣ ହେଇନି। ଆଜି ହିଁ ଏମିତି ଅଘଟଣ ହେଇଛି। ଆଉ ଅଘଟଣଟା କଣ ଆପଣମାନେ ତ ଆଗରୁ ଦେଖି ସାରିଲେଣି। ମୁଁ ଦେଖିପାରୁଥିବେ, ମୁଁ ଏଇ ଜାଗାରେ ବସିଛି। ଏଇ ଜାଗାରେ ବସି ନଥିଲି, ଛିଡା ହେଇଥିଲି। ଇଏ ବ୍ରେକ୍ କରି ଆଣୁଥିଲା, ଆଉ ଟିକେ ହେଲେ ମତେ ବି ବଜେଇ ଦେଇଥାନ୍ତା, ମୋର ବି ଅବସ୍ଥା ଖରାପ କରିଦେଇଥାନ୍ତା। ଯାହା ବି ହଉ, ଯୋଉ ଭାଇ ମାନେ ଏମିତି ଡ୍ରାଇଭ୍ କରୁଛନ୍ତି ତାଙ୍କୁ କହିବା ପାଇଁ ଚାହିଁବି ଯେ ଏମିତି ଡ୍ରାଇଭ୍ କରନ୍ତୁନି। ଜୀବନର ମୂଲ୍ୟ ବହୁତ। ଦେଖିପାରୁଥିବେ କେମିତି ଗୋଟେ ଇଣ୍ଡିକା ଆସି ଚପେଇ ଦେଲା, ଆଉ ମୋର ପୁରା ନୁକସାନ କରିଦେଲା। ପାଖାପାଖି 25ଟା ନୁକସାନ କରିଦେଲା। ମୁଁ ସେଇ ସାଇଡରେ ବସିଥିଲି, ରାସ୍ତା କଡରେ 2 ପଇସା କମେଇବା ପାଇଁ ଯଦି ମୁଁ ଆଣି ଏମିତି ତରଭୁଜ ବିକ୍ରି କରିଛି, କଣ କରିବା? ମୋ ଭାଗ୍ୟର ଖେଳ। କାଢି ଆଣିକି ଚପେଇ ଦେଲା। ନୁକସାନର ଭରପାଇ ଦେଲା, କିନ୍ତୁ ଟିକେ ଦେଖ, ନୁକସାନର ଭରପାଇ ଦେଲା। ମୁଁ ଏଇଠି ଗଣି ନଥିଲି, ମୁଁ ଦିଟା ର ନେଲି, ଏଇଠି ଚାରିଟା ପକେଇ ଦେଇଥିଲି। କେବେ ଅଛି? ରାସ୍ତାରୁ ତଳେ ଆମେ ବିଛେଇଛେ, ଏଇଟା ଦେଖନ୍ତୁ। ଆମେ ରାସ୍ତାରୁ ପୁରା ତଳେ ବିଛେଇଛେ। ସେଇ ସେ କେତେ ଗ୍ୟାପ୍ସ ଅଛି ଏଇଟା ଦେଖ। ଏତିକି ଗ୍ୟାପ୍ସରେ ମୁଁ ସେ ମାଗିଲି ଯେ ଆଉ 10 ଟଙ୍କା ଦିଅ। 10 ଟଙ୍କା ମୋର ଦଉନି। ମୁଁ ତାଙ୍କୁ କହିଲି ମତେ ମପାଣି ରେଟ୍ ଟା ଦିଅନ୍ତୁ, ଯେହେତୁ ଆପଣ ଅଜାଣତରେ ଫଟେଇଛନ୍ତି। ମତେ ଆଉ 10 ଟଙ୍କା ଦିଅନ୍ତୁ। ସେ 10 ଟଙ୍କା ଦେଲା। କେମିତିକା ମଣିଷ ହେଇଥିବେ? ଆରେ ଜଣେ କେତେ କଷ୍ଟରେ କିଣି ଆଣି ବିକ୍ରି କରୁଛି, ସେ ବୁଝିପାରିଲେନି 10 ଟଙ୍କା ମାଗେ। ସେଇଠି ଗଛ କିଛି ନାହିଁ। ଯଦି ସିଏ ଏତେ ଦିନ ବିକ୍ରି କରାହେଲା, କେବେ ବି ଏମିତି ହେଇନଥିଲା। ଆଜି ହିଁ ଏମିତି ସେଇ ଟଙ୍କା ବି ମାନେ 10 ଟଙ୍କା ଦେଲେନି, କଣ କରିବା?
ସେ ମଣିଷକୁ କିଛି କହିବା ଦରକାର ନାହିଁ, ଉପର ବାଲା ସେ ତାଙ୍କର ବୁଝିବେ।